ଚାଣକ୍ୟ କହିଥିଲେ, ଅପ୍ରିୟ ସତ୍ୟ କହିବା ବରଂ ଭଲ, କିନ୍ତୁ ମିଠା କଥା କହୁଥିବା ଧୋକାବାଜକୁ କେବେ ବିଶ୍ୱାସ କରନ୍ତୁ ନାହିଁ। କିନ୍ତୁ ପ୍ରଶ୍ନ ଉଠେ, ଆମେ ଜାଣିବା କେମିତି କି ସାମ୍ନାରେ ଥିବା ବ୍ୟକ୍ତିଟି ସତ କହୁଛି ନା ମିଛର ମାୟାଜାଲ ବୁଣୁଛି? ଆଜିର ଏହି ଭିଡ଼ିଓରେ ଆମେ ଡାର୍କ ସାଇକୋଲୋଜି ଏବଂ ଚାଣକ୍ୟ ନୀତିର 7ଟି ଫର୍ମୁଲା ବିଷୟରେ ଜାଣିବା। ଶେଷ ପଏଣ୍ଟଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମନସ୍ତତ୍ତ୍ୱ କହେ କି ମଣିଷର ଓଠ ମିଛ କହିପାରେ, କିନ୍ତୁ ତାର ଶରୀର ସବୁବେଳେ ସତ କହେ। ଯେତେବେଳେ କେହି ମିଛ କହେ, ସେ ଆପଣଙ୍କ ସହ ଆଖି ମିଶାଇବାକୁ ଭୟ କରେ। ଯଦି ଜଣେ ବ୍ୟକ୍ତି କଥା ହେବା ବେଳେ ବାରମ୍ବାର ନିଜ ନାକ କିମ୍ବା କାନକୁ ଛୁଉଁଛି, ତେବେ ଏହାକୁ ସାମାନ୍ୟ ଭାବେ ନିଅନ୍ତୁ ନାହିଁ। ଏହା ଏକ ବଡ଼ ସଂକେତ। ଏହା ପଛର ବିଜ୍ଞାନ ବହୁତ ଆଶ୍ଚର୍ଯ୍ୟଜନକ। ପ୍ରକୃତରେ ସେହି ବ୍ୟକ୍ତି ଜାଣିଛି କି ସେ ମିଛ କହୁଛି, ତେଣୁ ଧରା ପଡ଼ିବା ଭୟରେ ତାର ମସ୍ତିଷ୍କରେ ମାନସିକ ଚାପ ସୃଷ୍ଟି ହୁଏ। ଏହି ଷ୍ଟ୍ରେସ୍ ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ବଢ଼ିଯାଏ ଏବଂ ନାକରେ ଥିବା ସୂକ୍ଷ୍ମ ରକ୍ତନଳୀଗୁଡ଼ିକ ଫୁଲିଯାଏ, ଯାହାଫଳରେ ସେଠାରେ ସାମାନ୍ୟ କୁଣ୍ଡେଇ ହେବା ଭଳି ଲାଗେ। ଏହାକୁ ମନସ୍ତତ୍ତ୍ୱ ବିଜ୍ଞାନରେ ପିନୋକିଓ ଇଫେକ୍ଟ କୁହାଯାଏ। ଚାଣକ୍ୟ କହିଥିଲେ, ଭୟ ମଣିଷର କଣ୍ଠକୁ ରୁଦ୍ଧ କରିଦିଏ। ଯଦି କଥାବାର୍ତ୍ତା ସମୟରେ କାହାର ସ୍ୱର ହଠାତ୍ ଥରିବାକୁ ଲାଗେ, କିମ୍ବା ସେ ଅତି ଜୋରରେ କିମ୍ବା ଅତି ଧୀରେ କଥା କହିବାକୁ ଲାଗେ, ତେବେ ସେ ନିଜ ମିଛକୁ ଲୁଚାଇବାକୁ ଚେଷ୍ଟା କରୁଛି। ମିଛୁଆ ଲୋକ ନିଜକୁ ସତ ପ୍ରମାଣିତ କରିବା ପାଇଁ ଗୋଟିଏ କଥାକୁ ବାରମ୍ବାର ଦୋହରାଇଥାଏ। ମିଛ କହିବା ପାଇଁ ବହୁତ ଶକ୍ତି ଦରକାର। ଏହାଦ୍ୱାରା ଶ୍ୱାସକ୍ରିୟା ବଦଳିଯାଏ। ଲକ୍ଷ୍ୟ କରନ୍ତୁ, ଯଦି କେହି ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେବାବେଳେ ହଠାତ୍ ଜୋରରେ ଚିଲେଇ କଥା ହେଉଛି କିମ୍ବା ତାର ସ୍ୱର ପତଳା ହୋଇଯାଉଛି, ତେବେ ସେ ନିଜର ଭୟକୁ ଲୁଚାଇବାକୁ ଚେଷ୍ଟା କରୁଛି। ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସ୍ୱର ସବୁବେଳେ ସ୍ଥିର ଥାଏ। ଏହା ହେଉଛି ଡାର୍କ ସାଇକୋଲୋଜିର ସବୁଠୁ ବଡ଼ ଫର୍ମୁଲା। ମିଛକୁ ମନେ ରଖିବା କଷ୍ଟକର। ଯଦି ଆପଣଙ୍କୁ କାହା ଉପରେ ସନ୍ଦେହ ହେଉଛି, ତେବେ ତାଙ୍କୁ ସେହି ବିଷୟରେ ଅଲଗା ଅଲଗା ସମୟରେ ପ୍ରଶ୍ନ କରନ୍ତୁ। ଯଦି ପ୍ରତିଥର ତଥ୍ୟ ବଦଳୁଛି, ତେବେ ଜାଣିବେ ସେ କାହାଣୀ ଗଢ଼ୁଛି। ସତ୍ୟ ସବୁବେଳେ ଗୋଟେ କ୍ରମରେ ଥାଏ, କିନ୍ତୁ ମିଛ ଏକ କାଳ୍ପନିକ କାହାଣୀ। ମିଛୁଆକୁ ଧରିବାର ସହଜ ଉପାୟ ହେଉଛି ତାକୁ ସେହି ଘଟଣାଟିକୁ ଓଲଟା କ୍ରମରେ କହିବାକୁ କୁହନ୍ତୁ। ଯଦି ସେ ମିଛ କହୁଥିବ, ତେବେ ସେ କାହାଣୀର କ୍ରମ ମନେ ରଖିପାରିବ ନାହିଁ ଏବଂ ତା କଥାରେ ତାଳମେଳ ରହିବ ନାହିଁ। ସତ୍ୟର ଇମୋସନ୍ ଆଖିରୁ ଜଣାପଡ଼େ। ଜଣେ ମିଛୁଆ ବ୍ୟକ୍ତି ମୁହଁରେ ହସ ରଖିପାରେ, କିନ୍ତୁ ତାର ଆଖି ସବୁବେଳେ ଗମ୍ଭୀର ଥାଏ। ଯଦି କେହି ଦୁଃଖୀ ହେବାର ନାଟକ କରୁଛି, ତେବେ ଲକ୍ଷ୍ୟ କରନ୍ତୁ ସେଥିରେ ଆନ୍ତରିକତା ଅଛି ନା କେବଳ ଶବ୍ଦର ଖେଳ। ଯଦି କେହି ହସୁଛି, ତେବେ ଲକ୍ଷ୍ୟ କରନ୍ତୁ ତାଙ୍କ ଆଖି ପାଖର ଚର୍ମ ସାମାନ୍ୟ କୁଞ୍ଚିତ ହେଉଛି କି ନାହିଁ। ଯଦି କେବଳ ଓଠ ହସୁଛି ଏବଂ ଆଖି ସ୍ଥିର ଅଛି, ତେବେ ସେହି ହସଟି ଏକ ସୋସିଆଲ ମାସ୍କ ବା ମିଛ ହସ। ପ୍ରକୃତ ହସ ବା କାନ୍ଦ ସାରା ମୁହଁରେ ଦେଖାଯାଏ, କେବଳ ଓଠରେ ନୁହେଁ। ତେଣୁ ମୁହଁରେ ହସ ଦେଖି ଭୁଲ କରନ୍ତୁ ନାହିଁ, କାରଣ ପ୍ରକୃତ ସତ୍ୟ ଓଠରେ ନୁହେଁ, ବରଂ ଆଖିର କୋଣରେ ଲୁଚି ରହିଥାଏ। ମିଛ ଗଢ଼ିବା ପାଇଁ ମସ୍ତିଷ୍କକୁ ସମୟ ଦରକାର। ଯଦି ଆପଣ ଅଚାନକ ଗୋଟେ କଠିନ ପ୍ରଶ୍ନ ପଚାରିଦେବେ ଏବଂ ସେ ଜବାବ ଦେବା ପାଇଁ ଅଧିକ ସମୟ ନେଉଛି କିମ୍ବା ଘବରେଇ ଯାଉଛି, ତେବେ ତାହା ମିଛର ସଂକେତ। ସଚ୍ଚୋଟ ବ୍ୟକ୍ତିର ଉତ୍ତର ସବୁବେଳେ ସ୍ପଷ୍ଟ ଏବଂ ତୁରନ୍ତ ହୋଇଥାଏ। ମସ୍ତିଷ୍କକୁ ସତ କହିବା ପାଇଁ କିଛି ପରିଶ୍ରମ କରିବାକୁ ପଡ଼େ ନାହିଁ। ଯେତେବେଳେ ଆପଣ ଗୋଟେ ସିଧା ପ୍ରଶ୍ନ ପଚାରନ୍ତି, ଯଥା ଆପଣ ସେଠାକୁ ଯାଇଥିଲେ କି, ଜଣେ ସଚ୍ଚୋଟ ବ୍ୟକ୍ତି ତୁରନ୍ତ ହଁ ବା ନା କହିବ, କିନ୍ତୁ ମିଛୁଆ ବ୍ୟକ୍ତି ଟିକେ ରହିଯିବ କିମ୍ବା ଆପଣଙ୍କ ପ୍ରଶ୍ନକୁ ରିପିଟ୍ କରି ସମୟ ନେବାକୁ ଚେଷ୍ଟା କରିବ। ଗୋଟେ ସିଧା ପ୍ରଶ୍ନର ଉତ୍ତର ଦେବା ପାଇଁ ଯଦି କେହି ସମୟ ନେଉଛି, ତେବେ ବୁଝିଯାଆନ୍ତୁ ସେ ସ୍ମୃତିରୁ ନୁହେଁ, ବରଂ କଳ୍ପନାରୁ ଉତ୍ତର ଖୋଜୁଛି। ମିଛୁଆ ଲୋକ ନିଜ ମିଛକୁ ଘୋଡ଼ାଇବା ପାଇଁ ଏତେ ଅଧିକ ଫାଲତୁ କଥା କହିଥାଏ, ଯାହାର ମୂଳ ପ୍ରଶ୍ନ ସହ କୌଣସି ସମ୍ପର୍କ ନଥାଏ। ସେ ଆପଣଙ୍କ ମନକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରେ। ମିଛୁଆ ଲୋକ ଭାବେ ସେ ଯେତେ ବୁଝାଇବ, ଲୋକେ ସେତେ ବିଶ୍ୱାସ କରିବେ। ଧରନ୍ତୁ, ଯଦି ଆପଣ କାହାକୁ ପଚାରିଲେ ଆପଣ ଡେରି କାହିଁକି କଲେ ଏବଂ ସେ ଅଫିସଠାରୁ ଆରମ୍ଭ କରି ରାସ୍ତାରେ ଥିବା ଗଛ, କୁକୁର ଏବଂ ପାଣିପାଗ ପର୍ଯ୍ୟନ୍ତ ସବୁ ବିଷୟରେ ବୁଝାଇବାକୁ ଲାଗିଲା, ତେବେ ସତର୍କ ହୁଅନ୍ତୁ। ସେ ନିଜର ଦୋଷକୁ ଅନାବଶ୍ୟକ ତଥ୍ୟ ତଳେ ଚାପିବାକୁ ଚେଷ୍ଟା କରୁଛି। ଶେଷରେ ନିଜର ଗଟ୍ ଫିଲିଂକୁ କେବେ ଅଣଦେଖା କରନ୍ତୁ ନାହିଁ। ଏହା ହିଁ ଆପଣଙ୍କ ସବୁଠୁ ବଡ଼ ସୁରକ୍ଷା।
ଆମର ଅଚେତନ ମନ ଶବ୍ଦ ଅପେକ୍ଷା ଶକ୍ତିର ଭାଇବ୍ସକୁ ଶୀଘ୍ର ଧରିପାରେ। ଆମର ସବକନସିୟସ୍ ମାଇଣ୍ଡ ସେହି ସୂକ୍ଷ୍ମ ସଂକେତ ଗୁଡ଼ିକୁ ଧରିପାରେ ଯାହାକୁ ଆମ ଆଖି ଦେଖିପାରେ ନାହିଁ। ଯଦି ଆପଣଙ୍କୁ ଭିତରୁ ଲାଗୁଛି କି କିଛି ଗଡ଼ବଡ଼ ଅଛି, ତେବେ ସତର୍କ ହୋଇଯାନ୍ତୁ। ଆମର ଅନ୍ତରାତ୍ମା ଆମକୁ ବିପଦର ସଂକେତ ଦେଇଥାଏ। ଚାଣକ୍ୟ କହିଥିଲେ, ଆତ୍ମବିଶ୍ୱାସ ସହିତ ଆତ୍ମଜ୍ଞାନ ମଧ୍ୟ ଜରୁରୀ। ଏହି ନିୟମ ଗୁଡ଼ିକ କାହାକୁ ଅପମାନିତ କରିବା ପାଇଁ ନୁହେଁ, ବରଂ ନିଜକୁ ଧୋକାରୁ ବଞ୍ଚାଇବା ପାଇଁ ବ୍ୟବହାର କରନ୍ତୁ। ମନେ ରଖନ୍ତୁ, ଜଣେ ସଚ୍ଚୋଟ ବ୍ୟକ୍ତି 100ଟି ମିଛୁଆଙ୍କ ଉପରେ ଭାରି ପଡ଼େ। ଯଦି ଆପଣଙ୍କୁ ଏହି ସାଇକୋଲୋଜି ଫ୍ୟାକ୍ଟ ଭଲ ଲାଗିଲା, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।